Hello dear students, welcome to Beauty Guruji Online। आज आम षष्ठ श्रेणी गणित बही अभ्यास कार्य 6.4 समाधान करवा। एथिरे दशमिक संख्यार जग संबंधी किसी प्रश्न अच्छी ताकू समाधान करवा। नंबर 1, प्रत्येक क्षेत्र में जगफल निर्णय कर। जितेबाला दशमिक संख्यार जगफल निर्णय करवा सेतेबेले याकू स्थानीय मान अनुसार आम तलकू तल सजाई लिखा। जेपरिक एकक तले एकक घर, दशांश तले दशांश, शतांश तले शतांश, यहीपरि भाव में सजाई लिखिले जगफल निर्णय सुविधा हेब। 1 नंबर क देछि 8.5 पे जग करिबा 0.03। तो 0.03 रे दशांश शतांश घर अछि। एठारे दशांश घर केवल 5 रही। शतांश स्थान रे आमे 0 नै करिबा। 0 रे 3 जग कले हेबो 3, 5 रे 0 जग कले 5, 8 रे 0 जग कले हे जीवो 8। तो जगफल हला 8.53। सेहिपरि ख 15 मिश्रण 12.5 मिश्रण 0.523। এই তিনোটি সংখ্যাକୁ যোগ କରିବା। ଶେଷ ସଂଖ୍ୟାରେ ଯେହେତୁ ଦଶମିକ ପରେ ତିନୋଟି ସ୍ଥାନ ରହିଛି, ଆମେ ଏହି ସଂଖ୍ୟାରେ ମଧ୍ୟ ତିନୋଟି ସ୍ଥାନ ପର୍ଯ୍ୟନ୍ତ କରିଦେବା ପୂର୍ଣ୍ଣ ଦେଇକି। 15କୁ ଆମେ ଲେଖିପାରିବା 15.000। ବର୍ତ୍ତମାନ ଯୋଗ କରିବା 3, ଇଏ ହେଇଯିବ 2, 5 5 10 ରୁ 0 ରଖିବା କାହିଁକିନା ଦଶମିକ ପରେ ଆମର ତିନୋଟି ଅଙ୍କ ରହୁଛି। ଯୋଗଫଳରେ ମଧ୍ୟ ତିନୋଟି ରହିବ। 10 ରୁ 0 ରଖିନେଲା ଏକଟି ଆମର ଏକକ ଘରେ ମିଶିବ। 5 1 6 2 8 1 1 2 28.023 ହେବ ଯୋଗଫଳ। ଗ ରେ ଅଛି ସେହିପରି ତିନୋଟି ସଂଖ୍ୟା 0.75। ସେହିପରି 10.531। ତ 10 ଏହିପରି ଲେଖାଯିବ 10 ଏକକ ତଳେ ଏକକ ରହିବ 5 3 1। ସେହିପରି 3.7 ରହିଛି 3 କେବଳ ଏକକ ଅଙ୍କ, ତେଣୁ ଏକକ ତଳେ ରହିବ 3.7। 7 ଦଶାଂଶ ଅଙ୍କ ତଳେ ରହିବ। ଯୋଗ ଯେତେବେଳେ କରିବା ଏଠାରେ 0 0 ଉପରେ ଗୋଟେ 0 ରହିବ। ବର୍ତ୍ତମାନ ଆମେ ଯୋଗ କରିବା। ସହସ୍ରାଂଶ ଘରକୁ ପ୍ରଥମେ ଯୋଗ କରିବା 1, ତାପରେ ଶତାଂଶ ଘର 5 3 8, ତାପରେ ଦଶାଂଶ ଘର ହେବ 7 5 12, 12 7 19 ରୁ 9 ରଖିନେଲା 1, 3 1 4 ଏକକ ଘର ମିଶିଗଲା। ବର୍ତ୍ତମାନ ଦଶକ ଘରେ 1 ରୁ 1 ରହିବ। ତ 14.981 ହେଉଛି ଯୋଗଫଳ। ନମ୍ବର 2, ମମତାର ଜନ୍ମଦିନରେ ତାକୁ ବାପା 15 ଟଙ୍କା 50 ପଇସା ଓ ମା 23 ଟଙ୍କା 75 ପଇସା ଦେଲେ। ଉଭୟ ବାପା ଓ ମା ମିଶି ମମତାକୁ କେତେ ଟଙ୍କା ଦେଲେ? ତେଣୁ ଆମେ ଏହି ଦୁଇଟି ଟଙ୍କାକୁ ଯୋଗ କରିଦେଲେ ଜାଣିପାରିବା ବାପା ଓ ମା ମିଶି କେତେ ଟଙ୍କା ମମତାକୁ ଦେଲେ। ମମତାର ଜନ୍ମଦିନରେ ବାପା ଦେଲେ ସମାନ 15 ଟଙ୍କା 50 ପଇସା। ସେହିପରି ମମତାର ଜନ୍ମଦିନରେ ମା ଦେଲେ 23 ଟଙ୍କା 75 ପଇସା। ଏଠାରେ ଆମେ ଏକକ ତଳେ ଏକକ, ଦଶକ ତଳେ ଦଶକ, ଦଶାଂଶ ତଳେ ଦଶାଂଶ ଏବଂ ଶତାଂଶ ତଳେ ଶତାଂଶ ଅଙ୍କକୁ ଲେଖି ନେଇଛେ। ତ ବର୍ତ୍ତମାନ ଯୋଗ କରିଦେବା। ଆମେ କ'ଣ କରିବା ନା ମୋଟ ଟଙ୍କା କାଢ଼ିଦେବା। ତାହେଲେ 0 ରେ 5 ଯୋଗ କଲେ 5, 7 ରେ 5 ଯୋଗ କଲେ 12, 2 ରଖିନେଲା 1, 5 1 6 6 3 9 2 1 3 39 ଟଙ୍କା 25 ପଇସା। ଅତଏବ ଉଭୟ ବାପା ଓ ମା ମିଶି
ମମତାକୁ 39 ଟଙ୍କା 25 ପଇସା ଦେଲେ। ଉତ୍ତର। ନମ୍ବର 3 ଅକମଲ ପ୍ରତିଦିନ ସକାଳେ 2 କିଲୋମିଟର 35 ମିଟର ଓ ସନ୍ଧ୍ୟାବେଳେ 1 କିଲୋମିଟର 7 ମିଟର ବାଟ ଚାଲନ୍ତି, ତେବେ ସେ ଦିନକୁ ମୋଟ କେତେ ବାଟ ଚାଲନ୍ତି? ତ ଏଠାରେ ମଧ୍ୟ ଆମକୁ ସକାଳେ ଓ ସନ୍ଧ୍ୟାବେଳେ ଚାଲୁଥିବା ବାଟକୁ ଯୋଗ କରିବାକୁ ପଡ଼ିବ। ତେବେ ଆମେ ଜାଣିପାରିବା ସେ ସକାଳେ ସନ୍ଧ୍ୟାରେ ମୋଟ କେତେ ବାଟ ଚାଲନ୍ତି। ଅକମଲ ପ୍ରତିଦିନ ସକାଳେ ଚାଲନ୍ତି 2 କିଲୋମିଟର 35 ମିଟର। ତ ଆମେ ଲେଖିବା ତାକୁ କିଲୋମିଟର ପ୍ରକାଶ ଯଦି କରିବା ତ 2 ଆଉ ଯୋଉ ମିଟର ରହିଛି 35 ମିଟର। 1 କିଲୋମିଟର ସମାନ 1000 ମିଟର। 1000ରେ ଯେହେତୁ 3ଟି ଶୂନ ରହିଛି ଆମେ ମିଟରଟାକୁ 3ଟି ଅଙ୍କରେ ପ୍ରକାଶ କରିବା। ତ 035 ମିଟର। ଏଇଟା ହଉଛି ମିଟରକୁ ବୁଝେଇବ, ଏଟା କିଲୋମିଟରକୁ, କିନ୍ତୁ ଆମେ ଗୋଟେ ଏକକ ଲେଖିବା ଯଦି ଏତିକି କିଲୋମିଟର ହେଇଯିବ। ସେହିପରି ଅକମଲ ପ୍ରତିଦିନ ସନ୍ଧ୍ୟାରେ ଚାଲନ୍ତି 1 କିଲୋମିଟର 7 ମିଟର। 1 ହେଉଛି କିଲୋମିଟର ଘରେ ରହିବ, 7 ମିଟର ତେଣୁ 007 1.007 କିଲୋମିଟର ହେଇଯିବ। ମୋଟ କେତେ ବାଟ ଚାଲନ୍ତି ଯେଉଁ କହୁଛୁ ଆମେ ଯୋଗ କରିଦେବା। ତ ମୋଟ କିଲୋମିଟର କେତେ ହେଇଯିବ ନା 5ରେ 7 ଯୋଗ କଲେ 12 ଗଲା 1 3 1 4 ଇଏ 0କୁ 0 ହେଇଯିବ 0.21 3 କିଲୋମିଟର 042 ମିଟର। ତ ଯୋଗଫଳ ଆମେ ପାଇଲେ 3 କିଲୋମିଟର 42 ମିଟର। ଅତଏବ ସେ ଦିନକୁ ମୋଟ 3 କିଲୋମିଟର 42 ମିଟର ବାଟ ଚାଲନ୍ତି। ଉତ୍ତର। ନମ୍ବର 4 ସଞ୍ଜୟ ତରକାରୀ ଖାଉଟି ଦୋକାନରୁ 5 କିଲୋଗ୍ରାମ 400 ଗ୍ରାମ ଚାଉଳ, 2 କିଲୋଗ୍ରାମ 50 ଗ୍ରାମ ଚିନି ଓ 10 କିଲୋଗ୍ରାମ 750 ଗ୍ରାମ ଗହମ କିଣିଲେ। ସେ ମୋଟ କେତେ ଓଜନର ଜିନିଷ କିଣିଲେ? ତ ଏଠାରେ 3ଟି ସାମଗ୍ରୀ କିଣା ହେଇଛି, ତାହାକୁ ଆମେ ଯଦି ଯୋଗ କରିଦେବା ତେବେ ମୋଟ କେତେ ଓଜନର ଜିନିଷ କିଣା ହେଲା ଜାଣିପାରିବା। ସଞ୍ଜୟ ଚାଉଳ କିଣିଲେ 5 କିଲୋଗ୍ରାମ 400 ଗ୍ରାମ। 5 କିଲୋଗ୍ରାମ 400 ଗ୍ରାମକୁ ଆମେ ଦଶମିକରେ ପ୍ରକାଶ କରିବା 5.400 ଠିକରା କରିଦେବା। ସେହିପରି ସଞ୍ଜୟ ଚିନି କିଣିଲେ କେତେ ନା 2 କିଲୋଗ୍ରାମ 50 ଗ୍ରାମ 2.050 ଠିକରା ହେଇଯିବ ଚିନି। ସେହିପରି ସେ କିଣିଛନ୍ତି ଗହମ 10 କିଲୋଗ୍ରାମ 750 ଗ୍ରାମ। ତ ସଞ୍ଜୟ ଗହମ କିଣିଲେ 1 10 ଏତେ ରହିବ 0 1 ଏକକ ଅଙ୍କ ତଳେ ରହିବ, ଦଶମିକ ଦଶମିକ ରହିବ, ତାପରେ 10 କିଲୋଗ୍ରାମ 750 ଗ୍ରାମ। ତ 10.750 କିଲୋଗ୍ରାମ ହେଉଛି ଗହମ। ତ ମୋଟ ଓଜନର ଜିନିଷ ଆମେ ପାଇବା ପାଇଁ ଏହି ତିନୋଟିକୁ ଯୋଗ କରିଦେବା। ଶୂନକୁ 0 5 5 10 ରୁ 0 ଗଲା 1 4 1 5 7 5 12 ରୁ 2 ରଖିନେଲା 1 5 1 6 6 2 8 1 କୁ 1 18 କିଲୋ 200 ଗ୍ରାମ। ଅତଏବ ସେ ମୋଟ 18 କିଲୋଗ୍ରାମ 200 ଗ୍ରାମ ଓଜନର
ଜିନିଷ କିଣିଲେ। ଉତ୍ତର ଆମେ ଅଭ୍ୟାସ କାର୍ଯ୍ୟ 6.4 ର ସମସ୍ତ ପ୍ରଶ୍ନର ସମାଧାନ କରିସାରିଛେ। ଯଦି ଏହି ଭିଡ଼ିଓରୁ କିଛି ଶିଖିବାକୁ ମିଳିଥିବ ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସହିତ ତୁମର ସାଙ୍ଗମାନଙ୍କ ସହିତ ଭିଡ଼ିଓଟିକୁ ସେୟାର କରିଦେବ, ଯାହାଦ୍ୱାରା ସେମାନେ ମଧ୍ୟ ଏହି ଭିଡ଼ିଓରୁ କିଛି ଶିଖିପାରିବେ। ଯଦି ଆମ ଚ୍ୟାନେଲ ବିଭୂତି ଗୁରୁଜୀ ଅନଲାଇନରେ ନୂଆ କରି ଭିଡ଼ିଓ ଦେଖୁଥାନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଯାହାଦ୍ୱାରା ଏହିପରି ଭିଡ଼ିଓ ଗୁଡ଼ିକ ଅପଲୋଡ ହେବା ମାତ୍ରେ ସର୍ବପ୍ରଥମେ ନୋଟିଫିକେସନ ପାଇପାରିବେ। ଥ୍ୟାଙ୍କ୍ସ ଫର ୱାଚିଂ।